आज ମୁଁ ଆପଣମାନଙ୍କ ସହିତ ସେୟାର କରିବି ରୁଚି ଚାଉଳ କ୍ଷୀରି ରେସିପି। ଭୋଜି ଷ୍ଟାଇଲ ରୁଚି ଚାଉଳ କ୍ଷୀରି ଆଜି ଆମେ ବନେଇବା ଘରେ, ତା ବି ପୁଣି କମ୍ ସମୟରେ ଆଉ ବିନା ମିଲ୍କ ମେଡ଼୍ରେ। ଆଶା କରୁଛି ଆପଣ ସମସ୍ତଙ୍କୁ ରେସିପି ନିହାତି ପସନ୍ଦ ଆସିବ। ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ରେସିପି। କୁକ୍ ୱିଥ୍ ରାଜୀବ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ଆଶା କରୁଛି ସ୍କିପ୍ ନ କରିକି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ। ଆଉ ଯଦି ରେସିପି ପସନ୍ଦ ଆସେ ନିହାତି ଲାଇକ୍ଟେ କରିବେ, ଆପଣଙ୍କ ଫ୍ରେଣ୍ଡ ସର୍କଲରେ ସେୟାର କରିବେ। ତା ସହିତ ଚ୍ୟାନେଲରେ ଯଦି ନୂଆ ଅଛନ୍ତି ସବସ୍କ୍ରାଇବ୍ କରିନେବେ, ଆଉ ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିନେବେ, ଯାହାଦ୍ୱାରା ଯେକୌଣସି ଭିଡ଼ିଓ ମୁଁ ପୋଷ୍ଟ କରିବି ସର୍ବପ୍ରଥମେ ନୋଟିଫିକେସନ୍ ଆପଣଙ୍କ ପାଖରେ ପହଞ୍ଚିଯିବ। ଗ୍ୟାସ୍ ଅନ୍ କରିକି ଏଠି ମୁଁ କଢ଼େଇ ବସାଇ ନେଇଛି। ଆଉ ଦେଶୀ ଗୁଆ ଘିଅ ଏଠି ମୁଁ ଗୋଟେ ମିଡ଼ିୟମ୍ ସାଇଜ୍ର ଚାମଚରେ ଫୁଲ୍ ଗୋଟେ ଚାମଚ ଦେଉଛି। ଘିଅ ଏଠି ଗରମ ହେଇ ଆସିଲାଣି। ଆମେ ପ୍ରଥମେ କିଛି ଡ୍ରାଏ ଫ୍ରୁଟ୍ସ ଭାଜି ନେବା। ସେଥିପାଇଁ ମୁଁ ଏଠି ଗ୍ୟାସ୍ର ଜାଳକୁ ଲୋ ଫ୍ଲେମ୍କୁ ଆଣି ଦେଇଛି। ଏବେ ଏଠି ଅଳ୍ପ କାଜୁ ବର୍ତ୍ତମାନ ଦେଉଛି, ଯେଉଁଟା ଖଣ୍ଡବାଲା କାଜୁ ଏଠି ମୁଁ ନେଇଛି। ପାଖାପାଖି 30 ଗ୍ରାମ ହେବ ଏଠି ମୁଁ ଖଣ୍ଡ କାଜୁ ନେଇଯାଇଛି। ତାକୁ ଏଠି ବର୍ତ୍ତମାନ ମୁଁ ଦେଇଦେଇଛି କଢ଼େଇରେ। ତା ସହିତ ଗ୍ୟାସ୍ର ଜାଳ ଲୋ ଫ୍ଲେମ୍ରେ ଥାଇକି ଆମେ ଆକୁ ବର୍ତ୍ତମାନ ଭାଜିବା। ବେଶୀ ବି ରେଡ୍ କରିବା ଦରକାର ନାହିଁ, ହାଲକା ୟେଲୋ ବ୍ରାଉନ୍ ହେଲା ପର୍ଯ୍ୟନ୍ତ ଆମେ ଖଣ୍ଡ କାଜୁକୁ ଏଠି ଭାଜିବା। ମୁଁ ପରଫେକ୍ଟ କଲର୍ ଆପଣମାନଙ୍କୁ ଦେଖାଉଛି କେତେବେଳେ କାଜୁ ଭଜା ହେଇଗଲା ବୋଲିକି ଜାଣିବେ। ଦେଖନ୍ତୁ ଆଉ 2 ମିନିଟ୍ ପରେ କିଛି ଏମିତି ହେଇଯାଇଛି। ଏଇଟା ପରଫେକ୍ଟ କଲର୍ ହେଇଛି। ଆକୁ ଏବେ ବାହାର କରିଦେବା। ସେମ୍ କଢ଼େଇରେ ଅଳ୍ପ କିଛି ଗୁଆ ଘିଅ ରହିଯାଇଛି। ପାଖାପାଖି ଏଠି ମୁଁ 8ରୁ 10ଟା କିସମିସ୍ ନେଇଯାଇଛି। ତ ତାକୁ ଏଠି ବର୍ତ୍ତମାନ ସେମ୍ କଢ଼େଇରେ ମୁଁ ଦେଉଛି। ଆଉ ଟିକେ ତାକୁ ପିତି ପିତି ଆମେ ବୁଲି ନେବା, ଗ୍ୟାସ୍ର ଜାଳ ଲୋ ଫ୍ଲେମ୍ରେ ଥାଇକି ହିଁ 1 ମିନିଟ୍ ଟିକେ ଏପଟ ସେପଟ କରିନେବା, କାହିଁକିନା ଆମକୁ ଏଇଟା ଟିକେ ଲାଲ କରିକି ଭାଜିବାର ଅଛି। ଆଉ ପରଫେକ୍ଟ କଲର୍ ହେଉଛି ଏଇଟା। ଏବେ ଗ୍ୟାସ୍ର ଜାଳ ଅଫ୍ କରିକି ଆକୁ ଆର ସାଇଡ଼୍ କରିନେବା। ଆଉ ଗୋଟେ ଡିଶ୍ ବସେଇକି ଏବେ ଏଠି ମୁଁ ପାଖାପାଖି 2 ଚାମଚ ହେବ ଦେଶୀ ଗୁଆ ଘିଅ ଏଠି ମୁଁ ଆଡ଼୍ କରୁଛି। ଘିଅ ଏଠି ମୋର ଗରମ ହେଇ ଆସିଲାଣି। ଏବେ ଏଠି ପାଖାପାଖି 8ରୁ 10ଟା ହେବ ଗୋଲମରିଚ ମୁଁ ନେଇଯାଇଛି, ଯେଉଁଟାକି ଗୋଟା। ତାକୁ ଏଠି ବର୍ତ୍ତମାନ ଦେବା। କ୍ଷୀରିରେ ବହୁତ ବଢ଼ିଆ ଫ୍ଲେଭର ଦିଏ ଗୋଲମରିଚ, ନିହାତି ଆଡ଼୍ କରନ୍ତୁ। ବାସ୍ ଟିକେ ଗୋଲମରିଚ ଫୁଟି ଆସିଲେ 2ଟା ତେଜପତ୍ର ଏଠି ମୁଁ ନେଇଛି, ତାକୁ ବର୍ତ୍ତମାନ ଦେଇଦେବି। ତ ତାକୁ ପୁଣି ଟିକେ ବେଲା ଏପଟ ସେପଟ କରିକି ବୁଲେଇ ନେଉଛି। ଏଠି ଫୁଟଣ ଆମର ପୁରା ରେଡ଼ି ହେଇଯାଇଛି। ଆମେ ଏଠି ପାଣି ବର୍ତ୍ତମାନ ଆଡ଼୍ କରିଦେବା। ତ ମିଡ଼ିୟମ୍ ସାଇଜ୍ର କପ୍ରେ ଏଠି ମୁଁ ବର୍ତ୍ତମାନ ପ୍ରଥମେ 2 କପ୍ ଦେଇଛି। ତ ଟୋଟାଲ୍ ଏଠି ମୁଁ 7ରୁ 8 କପ୍ ପାଣି ବର୍ତ୍ତମାନ ଦେଇଦେଇଛି। ତ ଯେତିକି ମୁଁ ରୁଚି ଚାଉଳ ନେଇଛି ଆପଣଙ୍କୁ ଆଗକୁ ସେୟାର କରିବି, ସେହି ହିସାବରେ ଏଠି ମୁଁ ପାଣି ଦେଇଦେଇଛି। ଟୋଟାଲ୍ ଅବଜର୍ଭ ହେବା ପାଇଁ ଏଠି ମୁଁ ପାଣି ଦେଇଛି। ଆପଣମାନଙ୍କୁ କେତିକି କ'ଣ ରୁଚି ଚାଉଳ ନେଇଛି ସେଇଟା ମଧ୍ୟ ଆଗକୁ ସେୟାର କରୁଛି। ଏବେ ଏଠି ଢାଙ୍କୁଣି ଦେଇକି ଆମେ ତାକୁ ଆରପଟ ଗ୍ୟାସ୍ରେ ଛାଡ଼ିଦେଲେ ଫୁଟିବା ପାଇଁ। ତା ଭିତରେ ଏଠି ସେମ୍ କଢ଼େଇରେ ଯେଉଁ କଢ଼େଇରେ କିସମିସ୍ ଭାଜିଥିଲେ ସେଠି ଆମେ ରୁଚି ଚାଉଳ ଭାଜିବା। 1 ଚାମଚ ସେମ୍ ମିଡ଼ିୟମ୍ ସାଇଜ୍ର ଚାମଚରେ ଏଠି ମୁଁ ଗୁଆ ଘିଅ ଦେଇଦେଇଛି। ଆଉ ଫୁଲ୍ 1 କପ୍ ଏଠି ମୁଁ ଦେଇଦେଇଛି ରୁଚି ଚାଉଳ। ଏଇଟା ଟୋଟାଲ୍ 200 ଗ୍ରାମର ଅଛି। ତ ଆକୁ ଏବେ ଆମେ ହାଇ ଫ୍ଲେମ୍ କରିକି ଭାଜିବା। ମଝିରେ ମଝିରେ ଗ୍ୟାସ୍ର ଜାଳକୁ ଲୋ ଫ୍ଲେମ୍ କରି ଆସୁଥିବେ, ତାପରେ ହାଇ ଫ୍ଲେମ୍ କରିକି ଏମିତି ଭାଜିବେ। ଗୋଟେ 7ରୁ 8 ମିନିଟ୍ ଭାଜିଲା ପରେ କିଛି ଏମିତି ହେଇଯିବ। ପୁରା ରେଡ୍ କରିବା ଦରକାର ନାହିଁ, ହାଲକା ୟେଲୋ ବ୍ରାଉନ୍ ହେଇଗଲେ ଆମର ରୁଚି ଚାଉଳଟା ଭାଜିକି ପୁରା ରେଡ଼ି ହେଇଗଲା ବୋଲିକି ଜାଣିବେ। ଏବେ ଗ୍ୟାସ୍ର ଜାଳ ମୁଁ ଅଫ୍ କରିନେଇଛି। ଆଉ ଦେଖନ୍ତୁ ଏଇଟା ହେଉଛି ପରଫେକ୍ଟ କଲର୍ ରୁଚି ଚାଉଳର। ବାସ୍ ତାରି ଭିତରେ ଆମର ଏଠି ପାଣି ମଧ୍ୟ ଫୁଟି ଆସିଲାଣି, କ୍ଷୀରି ପାଣି ଆମେ ଯେଉଁଟା ବସେଇଥିଲେ। ତ ଏବେ ଏଠି ଆମେ କ'ଣ କରିବା, ଭାଜିକି ରଖିଥିବା ରୁଚି ଚାଉଳକୁ ଆଡ଼୍ କରିନେବା। ଗ୍ୟାସ୍ର ଜାଳ ଏଠି ହାଇ ଫ୍ଲେମ୍ ହିଁ ଅଛି। ଆଉ ପାଣି ବି ଭଲସେ ଆମର ଫୁଟି ଯାଇଛି। ଏବେ ଭାଜିକି ରଖିଥିବା ରୁଚି ଚାଉଳକୁ ଆମେ ଏଠି ଅଳ୍ପ ଅଳ୍ପ କରିକି ଆଡ଼୍ କରିବା। କେତେ ବଢ଼ିଆ ସେ ଆମର ଏଠି କ୍ଷୀରି ପାଣିଟା ମଧ୍ୟ ଫୁଟି ଯାଇଥିଲା। ତ ଚାଉଳ ମଧ୍ୟ ସାଙ୍ଗେ ସାଙ୍ଗେ ଭାଜିକି ଏପଟେ ମୁଁ ଦେଇଦେଲି। ତ ଆରାମସେ ଏବେ ଏଇଟା ଆମେ ଟିକେ ବେଲା ବୁଲେଇ ନେବା। ଗୋଟେ ଥର କ'ଣ ହୁଏ, ଯଦି ଗରମ ପାଣିରେ ସାଙ୍ଗେ ସାଙ୍ଗେ ଆମେ କିଛି ଥଣ୍ଡାବାଲା ଜିନିଷ ପକାଇଦେବା, ମାନେ ଯେମିତି ଶୁଖିଲା ଚାଉଳ ହେଲା କି ଶୁଖିଲା ସୁଜି ହେଲା, ତ ସେଇଟା ଗୁଳା ବାନ୍ଧିଦିଏ। ତ ଅଳ୍ପ ଅଳ୍ପ କରିକି ପକାନ୍ତୁ, ଆରାମସେ ସେଇଟା ହେଇଯିବ। ତ ଏବେ ଏଠି କ'ଣ କରିବା, ଟେଷ୍ଟକୁ ଦେଖିକି ଲୁଣ ପକାଇବା। ତ ମୁଁ ସବୁବେଳେ ଆପଣମାନଙ୍କୁ କୁହେ କି ମିଠା ଜାତୀୟ ଜିନିଷରେ ଆବଶ୍ୟକତା ଠାରୁ ଟିକେ କମ୍ ଲୁଣ ପକାନ୍ତୁ, ତା'ର ଟେଷ୍ଟ ବହୁତ ବଢ଼ିଆ ଆସିବ। ଏଠି ମୁଁ ଟେଷ୍ଟରୁ ଟିକେ କମ୍ କରିକି ହିଁ ଲୁଣ ବର୍ତ୍ତମାନ ଦେଇଛି। ଆଉ ଲୁଣ ଦେଇସାରିଲା ପରେ ତାକୁ ଟିକେ ବେଲାରେ ଏମିତି ଗୋଳେଇ ନେଇଛି। ତ ଏବେ ଏଠି ଆମେ କ'ଣ କରିବା, ଆରପଟେ ଗ୍ୟାସ୍ରେ ଏଠି ଗୋଟେ କଢ଼େଇ ମୁଁ ବସେଇ ନେଇଛି, ଯେଉଁଥିରେ ମୁଁ ଆଗରୁ ରୁଚି ଚାଉଳ ଭାଜିଥିଲି। ଆଉ ଏଠି ଆମେ ଶୁଖିଲା ଅଳେଇଚକୁ ହିଁ ଭାଜିବା, ନା ଏଠି କିଛି ଘିଅ ବା ତେଲ କିଛି ଦେବା। ଶୁଖିଲା ଅଳେଇଚକୁ ହିଁ ଆରାମସେ ଗ୍ୟାସ୍ର ଜାଳ ହାଇ ଫ୍ଲେମ୍ କରିକି ଗୋଟେ 2ରୁ 3 ମିନିଟ୍ ପାଇଁ ଏପଟ ସେପଟ କରିନେଲେ ଦେଖନ୍ତୁ କେତେ ବଢ଼ିଆ ସେ ଅଳେଇଚଟା ଆମର ଭାଜି ହେଇଯାଇଛି। ଆକୁ ଏବେ ଥଣ୍ଡା ହେବା ପାଇଁ ମୁଁ ରଖି ନେଉଛି। ତାରି ଭିତରେ ଏଠି ଦେଖନ୍ତୁ ହାଲକା ଫୁଲକା ଆମର ଅଧା ଅଧି ଏଇଟା କହିପାରିବା ସିଝି ଆସିଲାଣି ରୁଚି ଚାଉଳଟା। ତ ଆମକୁ ଆକୁ କମ୍ପ୍ଲିଟଲି ପୁରା ସିଝେଇବାର ଅଛି। ତାରି ଭିତରେ ଚାଲନ୍ତୁ ଏବେ ଆମେ ଚିନି ଏଠି ଆଡ଼୍ କରିଦେବା।
तो जो कप्रे मु पानी आगु मापिकी नहीं से कप्रे एठी मु चीनी देछि एठी पाखापाखि 150 ग्राम रो चीनी अच्छी। तो यहीटा आपन जेतिकी मिठा खाइबे से हिसाब रे चीनी ऐड करंतु। एठी मु मापिकी जेतिकी चीनी देछि नॉर्मल मिठा ही आसीबो, अधिका मिठा हेबनी। आपन अधिका मिठा चाहिए से हिसाब रे चीनी निहाती ऐड करंतु। एबे एठी सेम कप्रे मु मापिकी क्षीर बर्तमान दूची। एटा मु पैकेट वाला क्षीर नेछि। तो ये फुल 2 कप क्षीर मु ऐड करनी। जदि लिटर रे कहबी ताहले आधा लिटर पैकेट वाला क्षीर एठी अच्छी। तो ये गैस जला हाई फ्लेम करनवा। आम बर्तमान क्षीर जेहेतु देले तो सेटा भलसे फुटी जावा दरकार। आ ताको टिके भलसे एठी बेला मध्य मु बुले नउची। एठी भलसे मु बेला बुले नेछि। एबे एठी आगरु भाजिकी रखिथिबा अळेचको मु भलसे एठी छेचिकी गुंड कर देइथिली। तो तारी गुंड को चारिपटको एमती घुरेकी दउची। आ ता सहित आमर रुचि चाउल क्षीर को आउ टिके टेस्टफुल ता सहित बढ़िया बास्ना आसापी एठी मु देसी गुआ घी दूची। बर्तमान फुल गोटे चामच, गोटे मीडियम साइज रो चामच रे एसबू दे सारा पर आम टिके पुणी बेला बुले नवा। आ केते बढ़िया से एठी सर मध्य पड़गलानी देखंतु क्षीरी रे। तो एठी पूरा परफेक्ट क्षीरी आमर बनिकी रेडी हो जाइछि। जेहेतु क्षीर भी एठी दिया जाइछि अल्प आमर फुटिबा दरकार क्षीरीटा। तो आमे आवाको 2 ରୁ 3 मिनिट पर्यंत एमती कंटिन्यूअसली बेला बुले चलिबा। बास आमर क्षीर थिकनेस मध्य देखंतु एतिके पानिया रहिले ही सेटा ठंडा हला परे परफेक्ट थिकनेस को आसीबो। आ एठी एबे मु गैस रो ताकू तळकू ओल्हे नेछि। एबे एठी आमे गार्निशिंग करबा। सेति पे आगरु भाजिकी रखिथिबा जो काजू ता सहित किसमिस ताकू एठी एमती चारिपटको मु भुरेकी देई दोछि। बास पूरा परफेक्ट आ टेस्टी दमदार क्षीरी आमर बनिकी पूरा रेडी हो जाइछि। आपण माने थरे एमिति क्षीरी मो मेथड रे बनैकी खाआंतु। आ केमिति लागिला तार टेस्ट निश्चित रूप से मो सहित शेयर करंतु कमेंट माध्यम रे। आज पई रहुछि पुणी देखाबा आ गोटे न्यू रेसिपी सहित। नमस्कार।